ଏଇ କାଲି ରାତିରେ ବନ ବିଭାଗ ତରଫରୁ ଯାହା ସୂଚନା ମିଳିଛି, ଗତ ରାତିରେ କୁପାରୀ ସାରିସୁଆ ପାହାଡ଼ରୁ ହାତୀଟି ଖସି ଆସିଥିଲା। ଆସି ଆମ ଏଇ ପାଖ ଗାଁରେ ପହଞ୍ଚିଛି। ପାଖ ଗାଁରେ ପହଞ୍ଚି ଦେଖିଛନ୍ତି ଲୋକ ଦେଖିଲା ଭିତରେ ସକାଳେ ଭୋରୁ 5ଟା ସମୟରେ ଏଇ ଟାଇମ୍ ଭିତରେ ଆସିଲା ଭିତରେ ଜଣେ ସେଠି ପଡ଼ି ଇଞ୍ଜୁର୍ଡ ହେଇଯାଇଛନ୍ତି। ତା ମୁହଁ ଫୁହଁ ସବୁ ଫାଟି ଯାଇଛି, ଛାତିରେ ମାଡ଼ ହେଇଛି। ଆଉ ବନ ବିଭାଗ ଟିମ୍ ଆମ ଗାଁରେ ରହିଛି। ହାତୀଟି ବର୍ତ୍ତମାନ ବାହାରେ ବୁଲୁଥିଲା। ବର୍ତ୍ତମାନ ଏଇ ପାଖ କିଆ ବୁଦା, ବାଉଁଶ ବୁଦା ତାର ଭିତରେ ପଦା ପାଖରେ ଲୁଚି ରହିଛି। ସେ କାଲି ରାତିରେ ଗୋଟେ ହାତୀ ଆସିକି ସକାଳ 5ଟା ଟାଇମ୍ରେ ଆସିକି ଆମ ଗାଁରେ ପଶିଲା। ଗାଁରେ ପଶିକି ଗାଁରେ ବାହାରିଲା ଯେତେବେଳେ ତା ପଛରେ ଲୋକ ସବୁ ଦୌଡ଼ିକି ଯାଇଥିଲେ। ତାପରେ ଆମର ମୋ ବଡ଼ ଭାଇ ରତ୍ନାକର ମହାନ୍ତି ସିଏ ତାଙ୍କରି ସାଙ୍ଗରେ ଯାଇଥିଲେ। ସିଏ ଯେତେବେଳେ ଫେରିଛି ସାଉଣ୍ଡି ଆଡ଼କୁ ଯିବାର ବାଟରେ ଯେତେବେଳେ ଫେରିଲା, ସେତେବେଳେ ସେଇ ଠାକୁରାଣୀ ପାଖରେ ପଡ଼ିଗଲେ।